କିନ୍ତୁ ରାଣୀପଣ୍ଡା ଯେତେବେଳେ ରାଣୀପଣ୍ଡାକୁ ସବୁ କଥାରେ ବ୍ୟାନ୍ କରାଯାଇଥିଲା ସେତେବେଳେ ସ୍ୱର୍ଣ୍ଣ ମନ୍ଦିରର ମୁଖ୍ୟ ଦାୟିତ୍ୱରେ ମଧ୍ୟ ରାଣୀପଣ୍ଡାକୁ ଛଡ଼ାଯାଇଛି। କୌଣସି ସଂସ୍ଥାର କେହି ନଥାନ୍ତି, ଈଶ୍ୱର ଜଣେ ହିଁ ମାଲିକ। ମଧ୍ୟ ମୋର ବାଇଟ୍ ଦେଖିଥିବେ, ମାଲିକ କେହି ନୁହନ୍ତି, ଆମେ ସମସ୍ତେ ତଳେ ଅଛନ୍ତି କର୍ମଚାରୀ। XYZ ଯିଏ ବି କହୁ ମାଲିକ ଶବ୍ଦ ଗୋଟେ ଅଲଗା ଜିନିଷ, ସେଇଟା ଅହଙ୍କାର ଶବ୍ଦ। ଯିଏ ତୁଣ୍ଡରେ ଖରାପ ତା ହୃଦୟଟା ଭଲ। ଶୁଣନ୍ତୁ, ଯାତ୍ରା ସ୍ୱର୍ଣ୍ଣ ମନ୍ଦିରର ପ୍ରଯୋଜକ ମୁକ୍ତିକାନ୍ତ ସାମଲ ଯେହେତୁ ଜଣକୁ ଆମେ ବର୍ତ୍ତମାନ ସୁଦ୍ଧା ଭରସା କରିକି ଦାୟିତ୍ୱଟା ନିଛାବର କରିଛୁ, ଯାହାपर ଦାୟିତ୍ୱଟାକୁ ନିଛାବର କରାଯାଏ ସେ ହିଁ ସେ ସଂସ୍ଥାକୁ ନେଇକି ଯେତେବେଳେ ଜଣେ ଚଲେଇବ ତ ନିଶ୍ଚିତ ଭାବରେ ସେ ସବୁ କଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ତାଙ୍କର ରହିବ। ତେଣୁ ଯେହେତୁ ଗୋଟେ ପଦକ୍ଷେପ ନିଆହେଇଛି ତାଙ୍କୁ ନେଇକି ଯେ ମୁଖ୍ୟ କଥା ସ୍ୱର୍ଣ୍ଣ ମନ୍ଦିରର ମୁଖ୍ୟ ଦାୟିତ୍ୱରେ ମଧ୍ୟ ରାଣୀପଣ୍ଡାକୁ ଛଡ଼ାଯାଇଛି। ତେଣୁ ପ୍ରଯୋଜକ ହିସାବରେ ମୁଁ କହିବି ଯେ ମାଲିକ କୌଣସି ସଂସ୍ଥାର କେହି ନଥାନ୍ତି, ଈଶ୍ୱର ଜଣେ ହିଁ ମାଲିକ। ପୂର୍ବରୁ ମଧ୍ୟ ମୋର ବାଇଟ୍ ଦେଖିଥିବେ, ମାଲିକ କେହି ନୁହନ୍ତି, ଆମେ ସମସ୍ତେ ତଳେ ଅଛନ୍ତି କର୍ମଚାରୀ, ଆମେ ଖଟୁଛନ୍ତି, ପେଟ ପୋଷୁଛନ୍ତି। ମାଲିକ ଜଣେ ଉପରବାଲା, ତଳେ କେହି ମାଲିକ ନାହାନ୍ତି। ତେଣୁ ସ୍ୱର୍ଣ୍ଣ ମନ୍ଦିର ସଂସ୍ଥାର ଅସଲ ମାଲିକ ଯଦି ଯାତ୍ରା ସଂସ୍ଥାର ହେବ ତାହେଲେ ପୂର୍ବରୁ ଦେଖିଥିବେ ଦର୍ଶକ ଭଗବାନ ହେଉଛନ୍ତି ଏ ସଂସ୍ଥାର ମାଲିକ, ନହେଲେ ଉପରବାଲା ଜଣେ ମାଲିକ, ଆଉ ମାଲିକ କେହି ନାହାନ୍ତି। ଯେ ମାଲିକ କହିବ ସେଇଟା ଅହଙ୍କାର, ଯିଏ ବି କହୁ XYZ ଯିଏ ବି କହୁ ମାଲିକ ଶବ୍ଦ ଗୋଟେ ଅଲଗା ଜିନିଷ, ସେଇଟା ଅହଙ୍କାର ଶବ୍ଦ ଆସେ ମୁଁ କହିଲେ। ତେଣୁ ସ୍ୱର୍ଣ୍ଣ ମନ୍ଦିର ମୁକ୍ତିକାନ୍ତ ସାମଲ ପ୍ରଯୋଜକ ଏଠି ଶୁଭ ମୁହୂର୍ତ୍ତରେ ବି ଦେଖିଥିବେ। ରାଣୀପଣ୍ଡା ମଧ୍ୟ ପୂର୍ବରୁ ଆମ ପାଖରେ କାମ କରି ଆସିଥିଲେ, ଏଥର ଆମେ ତାଙ୍କୁ ନେଇକି ମଧ୍ୟ କାମ କରିବୁ ଏବଂ ସମ୍ପୂର୍ଣ୍ଣ ଦାୟିତ୍ୱଟି ଏଥର ତାଙ୍କୁ ହସ୍ତାନ୍ତର କରିଛୁ। ରାଣୀପଣ୍ଡାଙ୍କ ପାର୍ଟି ଅପେକ୍ଷା ମନଟା ବହୁତ ଭଲ, ନିଶ୍ଚିତ ଭାବରେ ଏଇଆ। ଶୁଣନ୍ତୁ, ରାଣୀପଣ୍ଡା ଯେତେବେଳେ ରାଣୀପଣ୍ଡାକୁ ସବୁ କଥାରେ ବ୍ୟାନ୍ କରାଯାଇଥିଲା ସେତେବେଳେ ସ୍ୱର୍ଣ୍ଣ ମନ୍ଦିର ସୁଯୋଗ ଦେଇଥିଲା, ସ୍ୱର୍ଣ୍ଣ ମନ୍ଦିରରେ ସେ କାମ କରିକି ଯାଇଛନ୍ତି। ମଣିଷ ଶୁଣନ୍ତୁ, ମଣିଷ ସବୁବେଳେ ସମୟ ପରିସ୍ଥିତିର କ୍ରୀତଦାସ। ମଣିଷକୁ କେତେବେଳେ କିଏ କୌଣସି ଜାଗାରେ ନେଇକି ଠିଆ କରିବ ସେଟା ହେଉଛି ଅଲଗା କଥା। ତେଣୁ ଆଜି କଥା କାଲିକି ନାହିଁ, ଯେ କାଲି ମଣିଷଟା କ'ଣ କହୁଥିଲା ଆଜି ସେ ମଣିଷଟା କ'ଣ କହିବ ତାହା ମଧ୍ୟ ଠିକଣା ନାହିଁ। ତେଣୁ କରିକି ସମୟ କହିବ କ'ଣ କେତେବେଳେ କ'ଣ ଘଟିବ। ବର୍ତ୍ତମାନ ସୁଦ୍ଧା ତ ଠିକ୍ଠାକ୍ ସବୁ ଅଛି। ଯିଏ ତୁଣ୍ଡରେ ଖରାପ ତା ହୃଦୟଟା ଭଲ, ଆଉ ଯିଏ ହୃଦୟରେ ଚୁପଚାପ ରହିଥିବ ତୁଣ୍ଡରେ କିଛି କହୁନଥିବ ସେ ଲୋକଟା ସାଂଘାତିକ। ହଁ, ମାନେ କଥା ନାହିଁ ନା, ବୋଲିଣ ମଧୁର ବଚନ ତୋଷିବ ଜନମନ କିନ୍ତୁ ମାରୁଥିବ ଡ୍ୟାସ ଘନ ଘନ, ସେଭଳିଆ ଦରକାର ନାହିଁ। ତେଣୁ କରିକି ଗୋଟେ କଥା ହେଉଛି ମନଟା ସଫା ରହିଲେ ସବୁ ଭଲ। ତୁଣ୍ଡ ସାଙ୍ଗରେ କିଛି ନାହିଁ। ତୁଣ୍ଡ ତ ହୁଏତ କିଏ କେତେବେଳେ ଖରାପ କ'ଣ କହିଦେଉଛି କ'ଣ ନାହିଁ ସେଇଟା କଥା ନୁହଁ, ମଣିଷ ମନଟା କ'ଣ ଅଛି ସେଇଟା ବଡ଼ କଥା। ରାଣୀପଣ୍ଡା କ'ଣ ଗୋଟେ ହୃଦୟବାନ ଝିଅ ଏ କଥାକୁ ସମସ୍ତେ ମଧ୍ୟ ଜାଣୁଛନ୍ତି। ତାପରେ ମୁଁ ବେଶୀ କ'ଣ କହିବି, ମୋଠୁ ବଡ଼ ଭାଇ ସତ୍ୟ ଭାଇ ଅଛି, ସେ ବେଶୀ ଜାଣିଛନ୍ତି ଏ ସଂସ୍ଥା ବିଷୟରେ। ମୁଁ ନିମିତ୍ତ ମାତ୍ର। ଏ ସଂସ୍ଥାଟି ବି ଯଦି ଟିକେ ଟିକେ ବଢ଼ିକି ଆସିଛି, ତାଙ୍କର ମଧ୍ୟ ଭୂମିକା ବହୁତ, ସେ ବହୁତ ସାହାଯ୍ୟ କରିଛନ୍ତି। ଯାହାକି ମାନେ ବିଗତ ଦିନରେ ସ୍ୱର୍ଣ୍ଣ ମନ୍ଦିର ସୃଷ୍ଟି ହେଲା ଛୋଟିଆ ସଂସ୍ଥାଟି, ଆଜି ଯଦି ବଡ଼ ସଂସ୍ଥା ହେଇଥାଏ ତାଙ୍କର ମଧ୍ୟ ଅବଦାନ ଭାଇ ବହୁତ ତାଙ୍କ ଆଶୀର୍ବାଦ, ତାଙ୍କ ସାହାଯ୍ୟ ସହଯୋଗ, ଗାଡ଼ି ଘୋଡ଼ାଠୁ ଆରମ୍ଭ କରି ସବୁ ମୋତେ ସହଯୋଗ କରିଥିଲେ ଯେତେବେଳେ ମୁଁ ଛୋଟିଆ ସଂସ୍ଥାଟେ ଆରମ୍ଭ କରିଥିଲି। ତାପରେ ଆଜି ଏତିକି ବାଟ ଯାଇଛି। ଯେହେତୁ ଟିକେ ମୋର ସ୍ୱାସ୍ଥ୍ୟଗତ କାରଣ ଟିକେ ଅଛି, ଦେହ ପା ମୁଁ ଅପରେସନ୍ ହେଇଛି ଅସୁବିଧା, ସେହେତୁ ରାଣୀପଣ୍ଡା ବିଗତ ଦିନରେ ଥିଲେ ଆମେ ଅନୁଷ୍ଠାନଟି ବନ୍ଦ କରିବାକୁ ଚାହୁଁଥିଲୁ, ଯେହେତୁ ନିଜେ ଟିକେ ଦାୟିତ୍ୱ ନେଇପାରିବି ନାହିଁ ବୋଲି। ସେ ଯେହେତୁ ପୁରୁଣା ଭାବରେ ଆମ ପାଖରେ କାମ କରିଥିଲେ, ମନ ମିଳି କାମ କରିଥିଲେ, ତେଣୁ ଚାହିଁଲେ ନା ଅନୁଷ୍ଠାନଟି ତାଙ୍କ ପାଇଁ ସୁଇଟେବୁଲ୍ ହେଇଛି ଏବଂ ସେଇଠୁ ଘୋଡ଼ା ହାତୀ ଗଣ୍ଡା ଏକା ଲଢ଼ିବ ରାଣୀପଣ୍ଡା ନାଟକରୁ ସିଏ ମଧ୍ୟ ଆଗକୁ ଆସିଛନ୍ତି। ତେଣୁ ଅନୁଷ୍ଠାନ ପାଇଁ ତାଙ୍କର ମଧ୍ୟ ନିଶ୍ଚିତ ଭାବରେ ମନୋଭାବ ସେଇଆ ଥିଲା, ସେ ଆଗକୁ ବଢ଼ି ଆସିଛନ୍ତି ଅନୁଷ୍ଠାନଟାକୁ ଆଗକୁ ଚଳେଇକି ନେବା ପାଇଁ।